ଆପଣଙ୍କ ନାଁ ଟିକେ କୁହ। ମୋ ନାଁ ଶିବ କଲ୍ୟାଣ ମହାନ୍ତି। ମୁଁ ସର୍ବୋଦୟନଗର ପୁରୀରୁ ଆସିଛି। ଘରେ ତାଲା ପକାଇକି ଆସିଛି। ଘର ଲୋକକୁ ଟିକେ ଜଣେଇ ମୁଁ 4:30 ବେଳୁ ଆସିଲିଣି। ଘର କାହାକୁ କହିଲେ? କ'ଣ କହିଲେ? ମୁଁ ସବୁଦିନ ଆସେ ଏଇଠି ବୁଲିକିରି ଯାଏ, କିନ୍ତୁ ଆଜି ପ୍ରଥମ ଥରେ ଡିସାଇଡ଼୍ କଲି ଯେ ଜଗନ୍ନାଥ ମନ୍ଦିର ଭିତରକୁ ଯାଇ ଦେଖି ବହୁତ ଦିନ ହେଲା ଦେଖିନଥିଲି ମୁଁ ଜଗନ୍ନାଥ। ମୁଁ ଘରେ କହିଥିଲି, କିନ୍ତୁ ଆଜି ଲକ୍ କରିଦେଇକି ଆସିଛି। ସବୁଦିନ ଲକ୍ କରେ, କିନ୍ତୁ ମୁଁ 6ଟା ସୁଦ୍ଧା ପହଞ୍ଚିଯାଏ। ଆଜି ବହୁତ ଜିନିଷ ଯାଇପାରିନି ବି ଘରକୁ ଜିନିଷ। ତେଣୁ ଜଗନ୍ନାଥଙ୍କୁ ମୁଁ ଆସିବା ମୁଁ ବହୁତ ପିଲାଦିନରୁ ଏଇଟା ବୋଧେ ଗଡ଼୍ ଗିଫ୍ଟେଡ଼୍ ହେବ କି ଜଗନ୍ନାଥଙ୍କ କୃପା। ପିଲାଦିନରୁ ମୋର ଉପଲବ୍ଧି କରେ ଜଗନ୍ନାଥ ରଥଯାତ୍ରା ଦେଖି। ବାହାରେ ରହୁ ତ ପୁରୀ ଲୋକ, ବଟ୍ ବାହାରେ ରହିବାରୁ ଜଗନ୍ନାଥ କ'ଣ ଜିନିଷ, ରଥଯାତ୍ରା କ'ଣ, କେତେ ଗହଳି, ବହୁତ ଆଗ୍ରହ ଲାଗେ। ସେଇ ଜିନିଷ କୃପାରେ ଆସ୍ତେ ଆସ୍ତେ ପୁରୀକି ଆସିଗଲା ପରେ ଲାଗିଲା ଜଗନ୍ନାଥ ଯେମିତି ବହୁତ ପାଖରେ ଅଛନ୍ତି, ବହୁତ ପାଖରେ। ଇଏ ଜଗନ୍ନାଥ ତ ବିରାଟ ବଡ଼ ଶକ୍ତି, ବହୁତ ଲୋକ, ସବୁ ବହୁତ ଜିନିଷ। ମୁଁ ଏତିକି ଜାଣିବାକୁ ପାଇଲି ଯେ ମୁଁ ଟିକେ ବଇଁଶୀ ବଜାଏ। ମୁଁ ଗୋଟିଏ ଏକ୍ସପିରିଏନ୍ସ କହିବି, ଗୋଟେ ବଇଁଶୀ ବଜାଏ। ମୁଁ ଟିକେ ଖରାଟା ପଡ଼ୁଛି, ବଇଁଶୀ ବଜାଏ। ମୋତେ କେମିତି ଲାଗିଲା ଯେ ଏଇଟା ଗୋଟେ ରାଧାଙ୍କର ଯେଉଁଟା ଆଶ୍ରିତ, ମାନେ ରାଧା ଚାହାନ୍ତି ଯେଉଁମାନେ ବଇଁଶୀ ବଜାନ୍ତି, ଦେ ଗିଫ୍ଟେଡ଼୍ କି ଲଭ୍ ନୁହେଁ, ରାଧାଙ୍କର ପର୍ସନାଲ୍ ଜିନିଷଟା ଯେ ଯିଏ ବଜେଇବ ସିଏ ଆକୃଷ୍ଟ ହେଇବେ ତା ପ୍ରତି, ତାପରେ ଗୋଟେ ଭଗବତ ଭାବ ସୃଷ୍ଟି ହେବ। ଏମିତି ଜିନିଷଟା ମୋତେ ଫିଲ୍ ହେଲା। ମୁଁ ଦିନେ ଏମିତି ପାରିବାରିକ କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ସେ ଆନନ୍ଦ ବଜାରରେ ଥିଲି, କଥାବାର୍ତ୍ତା ହେଉଥିଲି। ବଉଳ ଗଛ ଥିଲା, ପିଣ୍ଡି ଥିଲା। ସେ ପଛପଟେ ଜଣେ କହିଲେ ଯେ ମୁଁ ବଇଁଶୀ ଏଇ ରଖେ ପେଣ୍ଟ ଭିତରେ ସବୁବେଳେ। ସେ ଭାଇଟାକୁ କହିଲେ ମୁଁ ବଜେଇବି କି? ସେଠୁ ସେଇ ଲୋକଟି ଯିଏ ପଛପଟେ ବୁଲି ପଡ଼ିକି କହିଲେ ହଁ ମୁଁ ବଜେଇବି, ଦେଉନ। ସେ ଟିକେ ସମୟ ବଜେଇକି ତାପରେ ମୁଁ ନିଜକୁ ନିଜେ ପ୍ରଶ୍ନ କଲି ଯେ ମୁଁ ବଜେଇବି କି ଟିକେ? ସେ କହିଲେ ନାଇଁ ଏ ମନ୍ଦିର ଭିତରେ ବଜାନ୍ତିନି। ସେ ତାଙ୍କ ବସ୍ତ୍ର ଥିଲା ଧଳା, ବହୁତ ଦିନ ତଳର କଥା, ଛୋଟ ପିଲା ଥିଲି, ମାନେ ବୋଧେ BSc ପାଖାପାଖି ଜିନିଷ ହେବ ବୋଧେ। ଧଳା ବସ୍ତ୍ର ଥିଲା, କମ୍ବଳ ଗୋଟେ ଡାହାଣ କାନ୍ଧରେ ଥିଲା, ଆଉ ସେତା ମୁହଁ, ବାଳ ଏତିକି ଥିଲା। ତାପରେ ସେ କ୍ରସ୍ କରିଗଲେ, ସେ ଯେଉଁ ଚୁଡ଼ି ପଟି ଥିଲା ସେ କ୍ରସ୍ କଲେ। ଏମିତି ଆସ୍ତେ ଆସ୍ତେ ବହୁତ ଜିନିଷ ହେଇଛି ଯେଉଁଥିରେ ଜଗନ୍ନାଥ ସବୁବେଳେ ତାଙ୍କର ଉପସ୍ଥିତିର ଗୋଟେ ଭାବଧାରା ସୃଷ୍ଟି କରୁଛି। ମୁଁ କେବେ ମାଗିନି ଜଗନ୍ନାଥ ମୋର ଏଇଟା ଅଭାବ ହେଲା, ସେଇଟା ଅଭାବ ହେଲା, ମୁଁ କେବେ ମାଗେନି। ମଣିଷକୁ କର୍ମ ଦେଇଛନ୍ତି, କର୍ମ ନହେଲା ଆହୁରି ବହୁତ ବାଟ ଅଛି କର୍ମର, ଉପାର୍ଜନର, ପେଟ ପୋଷିବାର। ପେଟ ପୋଷିବାଟା ପାର୍ଟ ଅଫ୍ ଲାଇଫ୍। ଦୁଃଖ କଷ୍ଟ ହେଲା ଆଗରୁ ଟିକେ ସୁବିଧା କଲେ ନିଜର, ଦୁଃଖ କଷ୍ଟ ବି ଆସିବ ନପାରେ, ପ୍ରାରବ୍ଧ ହେବ ଯଦି ସେଟା ଅଲଗା କଥା। କିନ୍ତୁ ପରବର୍ତ୍ତୀ ଷ୍ଟେଜ୍ରେ ଯଦି ନିଜକୁ ସୁଧାରି ଦେବ, ପ୍ରାରବ୍ଧ ବି ସୁଧାରିଯିବ, ବର୍ତ୍ତମାନ ସୁଧରିଯିବ, ଭବିଷ୍ୟତ ବି ଭଲ ହୋଇଯିବ। ଗୋଟିଏ ଠାକୁର ଜଗନ୍ନାଥ ପ୍ରାରବ୍ଧ କର୍ମରୁ ବି ସେ ତାଙ୍କୁ କ୍ଷମା କରିଦିଅନ୍ତି। ହଉ, ଆପଣ ଅନୁଭୂତି ପାଇଛନ୍ତି, କ'ଣ ଅନୁଭୂତି ପାଇଲେ? କ'ଣ ବଂଶୀ କଥା, ମନ୍ଦିର କଥା, ରାଧାଙ୍କ କଥା, ଯାହା ଯେଉଁ ଅନୁଭବ ଆପଣ ପାଇଛନ୍ତି ତାହା ହିଁ କହିଲେ। ଆପଣ ଘରେ ରହିକି ସ୍ଥିର ଚିତ୍ତରେ ଜୟ ଜଗନ୍ନାଥ ଟିଭି ଦେଖନ୍ତି? ସ୍ଥିର ଚିତ୍ତରେ ଦେଖେ, କିନ୍ତୁ ଏକ୍ସପିରିଏନ୍ସ ଯାହା ଶୁଣେ, ସମସ୍ତେ ନିଜର କଥା କହନ୍ତି। ମୁଁ ଏହା କରୁଥିଲି, ଦୁଃଖ ପାଇଥିଲି, ଏହା ହେଉଥିଲି, ଭଗବାନ ମୋତେ ସାହାଯ୍ୟ କଲେ। ସବୁ ଭଗବାନ ସାହାଯ୍ୟ କରିବେ, ମହାଦେବ ସାହାଯ୍ୟ କରିବେ, ଏଭରିବଡ଼ି। କିନ୍ତୁ ଇଏ ଜଗନ୍ନାଥ କାହିଁକି? ଜଗନ୍ନାଥ ସମସ୍ତ ଦେବତାଙ୍କର ଉଦ୍ଧାର ପରେ, ମାନେ ପୃଥିବୀର 10 ଅବତାରର ଉଦ୍ଧାର ପରେ ତଥାପି ପୃଥିବୀ ଶାନ୍ତ ହୋଇ ରହିବାର କାରଣ ହିଁ ମୂଳମନ୍ତ୍ର ଜଗନ୍ନାଥ। ହଉ, ଆପଣ ସେ ମାର୍ଗକୁ ଯାଇଛନ୍ତି, ବଢ଼ିଆ। ଧନ୍ୟବାଦ ଆପଣଙ୍କୁ, ଧନ୍ୟବାଦ।